ଯାହାକୁ ଭଲ ପାଉଛ ଏତିକି କର, ସିଏ ତୁମର ହିଁ ହେବ। ଯଦି କାହାକୁ ସତରେ ଭଲ ପାଉଛ ତେବେ ତାକୁ ସ୍ୱତନ୍ତ୍ର କରିଦିଅ, ତାକୁ ସ୍ୱାଧୀନତା ଦିଅ। ଯିଏ ସିଏ ବି ତୁମକୁ ଭଲ ପାଉଥିବ, ତାକୁ ତୁମଠାରୁ ଯେତେ ଭଲ ମିଳୁନା କାହିଁକି ସିଏ ଶେଷରେ ତୁମକୁ ହିଁ ଖୋଜିବ। ଆଉ ଯଦି ତାକୁ ଜାବୁଡ଼ିକି ରଖିବାକୁ ଚେଷ୍ଟା କରିବ ତେବେ ସିଏ ତୁମର ତ ହୋଇଯିବ, କିନ୍ତୁ ଦିନେ ନା ଦିନେ ସିଏ ନିଶ୍ଚୟ ଦୂରେଇ ଯିବ। ଈଶ୍ୱର ଚିନ୍ତନ ଏବଂ ଯୋଗ ଅଭ୍ୟାସ ଏକ ଏପରି ମାଧ୍ୟମ ଯାହା ଆପଣଙ୍କୁ କେବେ ଉଦାସ ହେବାକୁ ଦେବ ନାହିଁ, କାରଣ ସକାରାତ୍ମକ ବିଚାର ଆପଣଙ୍କୁ କେବେ ଭାଙ୍ଗିବାକୁ ଦେବ ନାହିଁ। ଯାହା ପାଖରେ ଅଛି ତାକୁ ସମ୍ମାନ ଦେବା ଶିଖନ୍ତୁ। କିଏ ବା ଜାଣେ ଯାହା ଆପଣଙ୍କ ପାଖରେ ଅଛି ତାକୁ ଆଉ କେହି ପାଇବା ପାଇଁ ଭଗବାନଙ୍କ ପାଖରେ ଦିନରାତି ପ୍ରାର୍ଥନା କରୁଥିବ। କେହି ଯଦି ଆମର ମନ୍ଦ ବା ଆମ ଖରାପ ଚିନ୍ତା କରୁଛି ତାକୁ ତାହା କରିବାକୁ ଦିଅନ୍ତୁ, କାରଣ ସେହି କର୍ମ ତା କାହାଣୀରେ ଲେଖାଯିବ। ଆମେ ଅନ୍ୟର ଖରାପ ବା ମନ୍ଦ ଚିନ୍ତା କରି ନିଜର କାହାଣୀ କାହିଁକି ଖରାପ କରିବା? ଭଗବାନ ଜନ୍ମ ଦେଇଛନ୍ତି, କିନ୍ତୁ କର୍ମ କେବଳ ଆମ ଉପରେ ବିନ୍ୟସ୍ତ ଏବଂ ଆମେ ଯେପରି କର୍ମ କରିବା ଭଗବାନ ସୃଷ୍ଟିରେ ଆମେ କାହାଣୀ ସେପରି ହେବ। ସମ୍ମାନ ଦେବା ଉଚିତ, କିନ୍ତୁ ନିଜ ଆତ୍ମସମ୍ମାନକୁ ଛୋଟ କରି ନୁହଁ। କାହା ସାମ୍ନାରେ ନିଜକୁ ଏତେ ବି ଛୋଟ କର ନାହିଁ ଯିଏ ଯେପରି ସିଏ ତୁମକୁ ସମ୍ମାନ କରିବା ହିଁ ଭୁଲିଯିବ। କେହି ନମସ୍କାର କଲେ ହାତ ଯୋଡ଼ି ହୋଇ ମୁଣ୍ଡ ନଇଯାଏ, ସେତେବେଳେ ମଧ୍ୟ ମୁଣ୍ଡ ନୁଆଇ ନମସ୍କାର କରିବା ଉଚିତ। ଯେପରି ସମ୍ମାନର ସତ୍କାର ଉଚିତ ଭାବରେ ହୋଇପାରିବ, କିନ୍ତୁ ଯଦି କେହି ଆଙ୍ଗୁଠି ଦେଖାଇ ମୁଣ୍ଡ ଉପରକୁ କରି ତୁମର ସମ୍ମାନ ନେବାକୁ ଚେଷ୍ଟା କରିବ ସେତେବେଳେ ତାର ଉଚିତ ଜବାବ ମଧ୍ୟ ଦେବା ଆବଶ୍ୟକ, ଯେମିତି ଅସମ୍ମାନ ଆତ୍ମସମ୍ମାନ ଉପରେ ନ ପଡ଼ିଥାଏ, କାରଣ ଆତ୍ମସମ୍ମାନ ଠାରୁ ବଳି ଆଉ କିଛି ନାହିଁ। ବାଟରେ କଣ୍ଟା ପଡ଼ିଥିଲେ ବାଟ ବଦଳାଇ ଦେଇ ଚାଲିବା ଚାଲାକି ହୋଇଥାଏ, କିନ୍ତୁ ଯଦି ବାଟ ବଦଳାଇବା ସହ ଉଦ୍ଦେଶ୍ୟ ଏବଂ ଲକ୍ଷ୍ୟ ବଦଳିବା ଯାଏ ତେବେ ହାରିବାଟା ସୁନିଶ୍ଚିତ। ଲୋକ କ'ଣ କହିବେ ଏହି ଗୋଟିଏ କଥା ଅନେକ ସ୍ୱପ୍ନ ଭାଙ୍ଗି ଦେଇଥାଏ, ଅନେକ ହୃଦୟକୁ ଉଦାସ କରିଦେଇଥାଏ। କିନ୍ତୁ ବୁଦ୍ଧିମାନ ସିଏ ଯିଏ ଲୋକଙ୍କ କଥାକୁ ଅଣଦେଖା କରି ନିଜ ସ୍ୱପ୍ନ ପାଇଁ ଲଢ଼ିବା ଜାରି କରିଥାଏ। ଲୋକଙ୍କ କଥା ଯଦି ବାଟରେ ବାଧକ ସାଜେ ତେବେ ରାସ୍ତା ବଦଳାଇ ଦିଅନ୍ତୁ, କିନ୍ତୁ ନିଜ ଲକ୍ଷ୍ୟ ପଥରୁ କେବେ ପଛଘୁଞ୍ଚା ଦିଅନ୍ତୁ ନାହିଁ। ଯେତେବେଳେ ଆମ ଜୀବନରେ ଖୁସି ଥାଏ ଆମେ ସବୁ କିଛି ଭୁଲି ଯାଉ, ଏମିତିକି ଭଗବାନଙ୍କୁ ମଧ୍ୟ ଭୁଲି ଯାଇଥାଉ। କିନ୍ତୁ ଯେବେ ଦୁଃଖ ଆସେ ସେତେବେଳେ ଆମର ଭଗବାନଙ୍କ କଥା ମନେ ପଡ଼େ। ମନେ ମନେ ଭଗବାନଙ୍କୁ ପ୍ରାର୍ଥନା କରୁ, ତାଙ୍କର ସ୍ମରଣ କରୁ। ଟିକେ ବଡ଼ ଦୁଃଖ ଥିଲେ ମନ୍ଦିର ଯାଉ, ଆଉ ଟିକେ ବଡ଼ ଦୁଃଖ ଥିଲେ ହୋମ ତଥା ପୂଜା ଅର୍ଚ୍ଚନା କରିଥାଉ। କେବଳ ଦୁଃଖ ବା ବିପଦ ପଡ଼ିଲେ ଭଗବାନଙ୍କୁ କଥା ମନେ ପଡ଼ିଯାଇଥାଏ, କିନ୍ତୁ ସୁଖ ସମୟରେ ଛୋଟ ଧନ୍ୟବାଦ ଦେବାକୁ ବି ଭୁଲି ଯାଇଥାଉ। ସେଥିପାଇଁ ଛୋଟ ପଥର ସଦୃଶ୍ୟ ଦୁଃଖ ମଧ୍ୟ ସେହିଭଳି ଭଗବାନ ଆମ ଉପରକୁ ଫିଙ୍ଗନ୍ତି, ଯେପରି ଆମେ ତାଙ୍କୁ ଭୁଲି ନ ଯାଉ। କିଛି ଲୋକ କୁହନ୍ତି ଭଗବାନ ବୋଲି କିଛି ନାହିଁ, ମୁଁ ମାନେ ଭଗବାନ ବିନା ଆମ ଅସ୍ତିତ୍ୱ ନାହିଁ। ବିଶ୍ୱାସ କରନ୍ତୁ, ଯଦି ବିଶ୍ୱ ଏହା ମାନେ କି ଭଗବାନଙ୍କର କିଛି ଅସ୍ତିତ୍ୱ ନାହିଁ ସେତେବେଳେ ବିଶ୍ୱର ବିନାଶକୁ କେହି ରୋକିପାରିବେ ନାହିଁ, କାରଣ ପାପ ପୁଣ୍ୟର ବିଚାର ଏବଂ କର୍ମର ପରିଣାମ ପାଇଁ ଥିବା ଡର ହିଁ ଆଜି ଏହି ସମଗ୍ର ବିଶ୍ୱକୁ ବଞ୍ଚାଇ ରଖିଛି। ଯେଉଁଦିନ ଏହି ଡର ସମାପ୍ତ ହୋଇଯିବ ସେତେବେଳେ ମଣିଷ ପଶୁଠାରୁ ଅଧିକ ହିଂସ୍ର ଏବଂ ଭୟଙ୍କର ହୋଇଯିବ। ସେଥିପାଇଁ ଜନ୍ମ କରିଥିବା ବାପା ମାଆଙ୍କୁ ଏବଂ ବଞ୍ଚିବା ପାଇଁ ଉଦ୍ଦିଷ୍ଟ ଏହି ପ୍ରକୃତି ରାଣୀକୁ ତତ୍ସହିତ ଏ ସମସ୍ତଙ୍କ ରଚନା କରୁଥିବା ଭଗବାନଙ୍କୁ କେବେ ଭୁଲିବା ଉଚିତ ନୁହଁ। ଭଗବାନ କେବଳ ନିଜର ପ୍ରଶଂସା ଶୁଣିବାକୁ ଚାହାନ୍ତି ନାହିଁ, କିନ୍ତୁ ତାଙ୍କର ପ୍ରଶଂସା ଦ୍ୱାରା ଏହି ସନ୍ଦେଶ ଅନ୍ୟମାନଙ୍କୁ ଦିଆଯାଏ କି ହଁ ଭଗବାନ ସତରେ ଅଛନ୍ତି ଏବଂ ତାଙ୍କର ଚିନ୍ତନ କରିବା ଉଚିତ, ତାଙ୍କୁ ସମ୍ମାନ କରିବା ଉଚିତ, ତାଙ୍କର କୂପକୁ ଡରିବା ବି ମଧ୍ୟ ଉଚିତ। ତାଙ୍କୁ ଆଜିଠାରୁ ଭଲ ପାଇବା ଛାଡ଼ି ଦିଅ। ଯିଏ ତୁମ ଭାବନାକୁ ବୁଝୁନାହିଁ, ଯାହା ପାଖରେ ତୁମର ମୂଲ୍ୟ ନାହିଁ, ତାକୁ ମୂଲ୍ୟବାନ କରି ନିଜକୁ ଛୋଟ କରି ଦିଅନ୍ତୁ ନାହିଁ। ଜୀବନ ରାସ୍ତାରେ ହଜାର ଲୋକ ଆସିବେ ଆଉ ଯିବେ, କେବଳ ସିଏ ଆମ ସାଥିରେ ସାଥୀ ହୋଇ ରହିବେ ଯାହା ସହ ଆମର ହୃଦୟ ମିଶିବ। ନା ହାରିବା ଜରୁରୀ ନା ଜିତିବା ଜରୁରୀ, ଇଏ ତ ଜୀବନ ବନ୍ଧୁ, ଏଠି ଖେଳାଳି ହୋଇ ଖେଳିବା ଜରୁରୀ। ମୁଦ୍ରାର ଦୁଇଟି ପାର୍ଶ୍ୱ ଥାଏ, ଗୋଟିଏ ପାର୍ଶ୍ୱକୁ ଦେଖି କେବେ କାହାକୁ ଭୁଲ ଭାବିବେ ନାହିଁ। ବେଳେବେଳେ କିଛି ଅସୁବିଧା ଥାଏ, କିଛି ସମସ୍ୟା ଥାଏ, ଯାହାକୁ ସାମ୍ନା କରିବାକୁ ଯାଇ ବେଳେବେଳେ ମଣିଷ ବାଧ୍ୟ ହୋଇଯାଏ କିଛି ଭୁଲ ନିଷ୍ପତ୍ତି ନେବା ପାଇଁ। ଯାହା ସହ ସଚ୍ଚା ପ୍ରେମ ଥାଏ ପୁଣି ତାକୁ ଭୁଲିବାକୁ ପଡ଼ିଥାଏ, କାରଣ ବେଳେବେଳେ କଥା ବାପା ମାଆଙ୍କ ତଥା ପରିବାର ଉପରେ ଆସିଯାଇଥାଏ। ସେଥିପାଇଁ କେବେ ଏକଥା ଭାବିବ ନାହିଁ କି ତାଙ୍କ ହୃଦୟରେ ପ୍ରେମ ନଥିଲା ବୋଲି ସିଏ ଛଳନା କରୁଥିବେ ବୋଲି। ଝିଅ ହେଉ ବା ପୁଅ, କାହାକୁ ଭୁଲ ଭାବିବା ପୂର୍ବରୁ ଏକଥା ଥରେ ନିଶ୍ଚୟ ଭାବନ୍ତୁ, ହୋଇପାରେ ସିଏ ତୁମଠାରୁ ଅଧିକ ତୁମକୁ ପ୍ରେମ କରିଥାଇପାରେ।
परिस्थितिर चापर प्रेम को छाड़ी सी सारा जीवन पर लुह को निजर कर नहीं थाए। धोकाबाज कही ताको गाली देव नहीं होई पारे तुम ठारू अधिक कष्ट सी थाई पारे। जीवन में दामी एवं सस्ता उभय प्रकार लोक आसती। दामी लोक जीवन में खुशी भरी दियंती आ सस्ता लोक जीवन में वास्तविकता किपरि बंचिबा हुए ताहा शिखई दियंती। एमिति जन को हृदय रखि थाओ जी आपण कथा को न बुझी पारिले भी आपण नीरवता को बुझी पारुथिबो। गोटे शब्द बेले बेले अनेक हृदय और संपर्क को भांगी दे थाए। सेइथिपई बेले बेले नीरव रहिबा भी उत्तम होई थाए। कौनसी भी संपर्क बड़ बड़ कथा कहले नुहे बरं छोट छोट कथा बुझी पारुथिबा आ गुरुत्व देले अधिक दिन चिष्टि रही थाए। मो पाखरे से अतीतर किछि प्रमाण नहीं कारण मो दुख अतीतर मु एका ही साथी। मो साक्षीर किछि मूल्य ही नहीं। जीवन में गोटे कथा सब बेले मन रखिबे जो माने तुमको गुरुत्व दियंती नहीं सेमानक पाखे छिड़ा हेबा अपेक्षा एकाठी छिड़ा हेबा बहुत भल होई थाए। जीवनर संज्ञा बुझीबा समस्तक पक्षे सहज नुहे। सही मनीष जीवनर संज्ञा बुझी थाए जे दुख कष्ट सहिबा जानी थाए। संदेहर कुहुड़ी घरे जेबे संपर्क हजि जाए सेते बेले अनेक प्रश्नर पहाच छिड़ा हुए। सही पहाच चढ़ी हुएनी कुहुड़ी घर को मुकुड़ई हुएनी बा सबुदिन पई से संपर्क को सहीटी हजेइबा को पड़ी थाए। सांग मैंने भिडटी आज ये भिडटी केमिति लगे कमेंट करने जमा ही भूलें। आ जदि आम चैनल आपण मैंने नुआ थे दयाकोरी गोटे सब्सक्राइब कर दिंतु। वीडियो को लाइक करूँ कमेंट करूँ शेयर करूँ। रहुची नमस्कार जय जगन्नाथ। पुणी देखा आ गोटे नुआ भिडियो से पर्यंत विदाय नौचु। भलरे रुहतु समस्ते। जय जगन्नाथ।